ସନ୍ଧ୍ୟା 5ଟା ଖବରକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଆଇଏମ୍ଟିଭି ଓଡ଼ିଶାରେ ଦେଖନ୍ତୁ। ହିଣ୍ଡନବର୍ଗ ରିପୋର୍ଟକୁ ନେଇ ଜାତୀୟ ରାଜନୀତି ସରଗରମ। ହିଣ୍ଡନବର୍ଗ ରିପୋର୍ଟକୁ ନେଇ ଜାତୀୟ ରାଜନୀତି ପୁଣି ଥରେ ସରଗରମ ହୋଇଯାଇଛି। ଏହି ରିପୋର୍ଟକୁ ଭିତ୍ତି କରି ଗତକାଲି କେନ୍ଦ୍ର ସରକାର ବିଶେଷ କରିକି ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହାର ଜବାବରେ ବିଜେପି ଆଜି ପାଲଟା ଆକ୍ରମଣ କରି ରାହୁଲ ଗାନ୍ଧୀଙ୍କ ଯୋଗୁଁ ହିଁ ସେୟାର ମାର୍କେଟରେ ଅସ୍ଥିରତା ହେଉଥିବା ନେଇ ଅଭିଯୋଗ କରିଛି। ସତରେ କ'ଣ ରାହୁଲ ଗାନ୍ଧୀଙ୍କ ଏହି ବୟାନ ସେୟାର ମାର୍କେଟରେ ଅସ୍ଥିରତା ଆଣିଛି? ଏହାର ଦ୍ୱାରା କ'ଣ ସାଧାରଣ ଲୋକ ସେୟାର ବଜାରର ନିବେଶରୁ ମୁହଁ ଫେରାଇବେ? ଯଦି ବିଜେପି ଏବଂ କିଛି ବିଶେଷଜ୍ଞ ଅଭିଯୋଗକୁ ଗ୍ରହଣ କରାଯାଏ, ତେବେ ଏହା ମଧ୍ୟ ସତ ରହୁଛି। ବାଂଲାଦେଶରେ ଟାର୍ଗେଟରେ ସଂଖ୍ୟାଲଘୁ ସମ୍ପ୍ରଦାୟ। ବାଂଲାଦେଶରେ ହିଂସା ଏବଂ ଅରାଜକତା ଜାରି ରହୁଛି। ଏହା ସହିତ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଇସଲାମୀୟ ମୌଳବାଦୀମାନେ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନଙ୍କୁ ହତ୍ୟା କରିବା ସହିତ ସଂଖ୍ୟାଲଘୁଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ପୋଡ଼ି ଦିଆଯାଉଛି। ଏସବୁ ମଧ୍ୟରେ ସୀମା ଦେଇ ବାଂଲାଦେଶୀମାନେ ଭାରତରେ ପ୍ରବେଶ କରିବାକୁ ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭାରତ ବାଂଲାଦେଶ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିଏସ୍ଏଫ୍ ଯବାନମାନେ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ମଧ୍ୟ କଡ଼ା ନଜର ରଖୁଛନ୍ତି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦାବି। ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦର ଇସ୍ତଫା ଦେଇ ଢାକାସ୍ଥିତ ବାସଭବନରୁ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଚାହିଁଥିଲେ, କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା। ଏବେ ଭାରତରେ ଥିବା ଏହି 76 ବର୍ଷୀୟ ରାଜନେତା ତାଙ୍କର ଘନିଷ୍ଠ ସହଯୋଗୀଙ୍କ ସହିତ ସେହି ଅଭିଭାଷଣ ବାବଦରେ କହିଛନ୍ତି। ଶେଖ୍ ହସିନା କହିଛନ୍ତି, ଆମେରିକା ବାଂଲାଦେଶର ଶାସନ ପରିବର୍ତ୍ତନ କରିବା ପାଇଁ ଷଡ଼ଯନ୍ତ୍ର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଯଦି ତାଙ୍କୁ ସୁଯୋଗ ମିଳିଥାନ୍ତା, ତେବେ ସେ ଭାଷଣରେ ଏହାକୁ କହିଥାନ୍ତେ ବୋଲି ରିପୋର୍ଟରେ ମଧ୍ୟ ସେ କହିଛନ୍ତି। କୃଷକ ଏବଂ ବୈଜ୍ଞାନିକଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି। କୃଷକ ଏବଂ ବୈଜ୍ଞାନିକଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା ହୋଇଛି। ଚାଷୀଙ୍କ ସହିତ କ୍ଷେତରେ ବୁଲିବା ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଦିଲ୍ଲୀରେ ଭାରତ କୃଷି ଗବେଷଣା ବିଶ୍ୱବିଦ୍ୟାଳୟରେ ଅଧିକ ଉତ୍ପାଦିତ ହେଉଥିବା 109 ଫସଲର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମମତାଙ୍କୁ ଆଲୁ ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ଆଲୁ ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ନେଇଛି। ଆଜି ଟେଲିଫୋନ ଯୋଗେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲୋଚନା କରି ଆଲୁ ଯୋଗାଣ ସମସ୍ୟା ଦୂର କରିବାକୁ ଅନୁରୋଧ କରିଛନ୍ତି ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ ଆପଣଙ୍କ ସହିତ ଆଲୋଚନା ହେବା ପରେ ଓଡ଼ିଶାକୁ ଆଲୁ ଯୋଗାଣ ସ୍ୱାଭାବିକ ହୋଇଥିଲା। ମାତ୍ର କିଛି ଦିନ ପରେ ପୁଣି ଆଲୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏଥିପ୍ରତି ଧ୍ୟାନ ଦେଇ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁରୋଧ କରିଛନ୍ତି। ନୂଆଖାଇରେ ମିଳିବ ସିଏମ୍ କିଷାନ ଟଙ୍କା, ଚାଷୀଙ୍କ ଖାତାକୁ ପଠାଇବେ ମୋହନ। ନୂଆଖାଇ ଅବସରରେ ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଯୋଜନା ଟଙ୍କା। ଏଥିପାଇଁ ନୂତନ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚି ଯାଇଛି। ତେବେ କାଳିଆ ଯୋଜନା, ସିଏମ୍ କିଷାନ ଯୋଜନା ହିତାଧିକାରୀ ତାଲିକା ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଚାଷୀଙ୍କ ପାଇଁ ଖୁସି ଖବର ଆସିଛି। କାଳିଆ ଯୋଜନାର ନାଁ ବଦଳି ସିଏମ୍ କିଷାନ ଯୋଜନା ହୋଇଛି। କିନ୍ତୁ କାଳିଆ ଯୋଜନାରେ ଚାଷୀଙ୍କୁ ମିଳୁଥିବା ସହାୟତା ରାଶି ମିଳିବ କି ନାହିଁ, ତାହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଛି। କାଳିଆ ଯୋଜନାରେ ଯେଉଁ ହିତାଧିକାରୀମାନେ ସହାୟତା ପାଉଥିଲେ, ସେମାନଙ୍କୁ ସିଏମ୍ କିଷାନ ଯୋଜନା ଟଙ୍କା ମିଳିବ କି ନାହିଁ, ତାହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି। ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ବିଭିନ୍ନ ଜିଲ୍ଲାର ପ୍ରତିନିଧି। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି ପୁରୀ ଏବଂ ନବରଙ୍ଗପୁର ବ୍ଲକ ଏବଂ ପଞ୍ଚାୟତର ପ୍ରତିନିଧିମାନେ ତଥା ଭଦ୍ରକର ପୌର ପରିଷଦର ସଦସ୍ୟ। ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି ଏହି ପ୍ରତିନିଧି ଦଳ। ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ସେମାନେ କାମ ଜାରି ରଖିବେ ବୋଲି କହିଛନ୍ତି। ଲୋକଙ୍କ ସାଥିରେ ରହି ଦଳର କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ନବୀନ। ଓଡ଼ିଶାର ଗର୍ବ ଏବଂ ସ୍ୱାଭିମାନ କଳିଙ୍ଗ ପୁରସ୍କାରକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର। ପ୍ରଚଣ୍ଡ ଦେଶପ୍ରେମୀ, ଜାତୀୟବାଦୀ ଏବଂ ମହାନ ରାଜନୀତିଜ୍ଞ, ଦୂରଦର୍ଶୀ ଜନନେତା, ବୌଦ୍ଧିକ ଏବଂ ବୈମାନିକ ବିଜୁ ପଟ୍ଟନାୟକଙ୍କ ପ୍ରୟାସରେ ଆରମ୍ଭ ହୋଇଥିବା ୟୁନେସ୍କୋ କଳିଙ୍ଗ ପୁରସ୍କାରକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି। 1952 ମସିହାରୁ ପ୍ରଦାନ କରାଯାଉଥିବା ଏହି ସମ୍ମାନଜନକ ପୁରସ୍କାରକୁ ହଠାତ୍ ଆର୍ଥିକ ଅନୁଦାନ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର, ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ତଥା ନବୀନ ପଟ୍ଟନାୟକ। ଆଇଏସ୍ଆଇର ପୂର୍ବତନ ତଥା ମୁଖ୍ୟ ଫୌଜ ମହମ୍ମଦକୁ ଗିରଫ କଲା ପାକିସ୍ତାନ ସେନା। ପାକିସ୍ତାନ ଇତିହାସରେ ପ୍ରଥମ ଘଟଣା ଘଟିଛି। ପୂର୍ବତନ ଆଇଏସ୍ଆଇ ମୁଖ୍ୟଙ୍କୁ ଗିରଫ କରିଛନ୍ତି ପାକ୍ ସେନା।
ଗୁଇନ୍ଦା ସଂସ୍ଥା ଆଇଏସ୍ର ପୂର୍ବତନ ମୁଖ୍ୟ ତଥା ଫୌଜ ମହମ୍ମଦକୁ ନିଜ ହେଫାଜତକୁ ନେଇଛନ୍ତି ପାକିସ୍ତାନୀ ସେନା। ଫୌଜ ହମିଦକୁ ସାମରିକ ହେଫାଜତକୁ ନେଇ ତାଙ୍କ ବିରୁଦ୍ଧରେ କୋର୍ଟ ମାର୍ଶଲ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସେନା। ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ କହିଛନ୍ତି ପାକିସ୍ତାନ ସେନା। ଲେଫ୍ଟନାଣ୍ଟଙ୍କ ବିରୁଦ୍ଧରେ ରଜ୍ଜୁ ମାମଲାର ସତ୍ୟତା ଯାଞ୍ଚ କରାଯିବ। ବର୍ତ୍ତମାନ ପାକିସ୍ତାନ ସେନା ଅଧିନିୟମର ପ୍ରାବଧାନ ଅନୁଯାୟୀ ଲେଫ୍ଟନାଣ୍ଟ ଜେନେରାଲ ଫୌଜ ହମିଦ ବା ରିଟାର୍ଣ୍ଟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଛି। ଜୁନ୍ 16ରେ ନେଟ୍ ପରୀକ୍ଷା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ପକ୍ଷରୁ ନେଟ୍ ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇଯାଇଛି। ମେ 10 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ଜୁନ୍ 16 ତାରିଖରେ ନେଟ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପରୀକ୍ଷା ସଞ୍ଚାଳନ କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଇମାନେ ଅନଲାଇନରେ ୱେବସାଇଟରେ ଆବେଦନ କରିପାରିବେ। ନେଟ୍ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜୁନିୟର ରିସର୍ଚ୍ଚ ଡେଭେଲପର ବା ଜିଆର୍ଏଫ୍ ପାଇବାକୁ ମଧ୍ୟ ଯୋଗ୍ୟ ବିବେଚିତ ହେବେ। ଟ୍ୱିଟ୍ କରି ମୋହନ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଦେଲେ ଏମିତି। ଭାଜପାର ନିର୍ବାଚନ ପ୍ରତିଶ୍ରୁତି ଏବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି। ଟ୍ୱିଟ୍ କରିକି ନବୀନ କହିଛନ୍ତି 3,000ରୁ 3,500 ଭତ୍ତା ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନେ ମଧ୍ୟ ସାମିଲ ରହିଥିଲେ। ହେଲେ ବଜେଟରେ କୁହାଯାଇଛି କେବଳ 80 ବର୍ଷ ବୟସରୁ ଅଧିକ ବୟସ୍କ ଏବଂ 80 ବର୍ଷ ଅକ୍ଷମତା ଥିବା କୌଣସି ଭିନ୍ନକ୍ଷମ ଏହି ବର୍ଦ୍ଧିତ ଭତ୍ତା ପାଇପାରିବେ। 45,000 କୋଟି ଟଙ୍କା ଋଣ ନେଇ ମଧ୍ୟ ଏହି ଯୋଜନା ପାଳନ କରାଯାଉ ନାହିଁ। ଆସନ୍ତାକାଲି ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା। ଘଡ଼ଘଡ଼ି ସହିତ ପ୍ରବଳ ବର୍ଷାର ସମ୍ଭାବନା। ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହୁଛି। ଏହାରି ପ୍ରଭାବରେ 15ଟି ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହେବ। ଏହାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ନିୟନ୍ତ୍ରିତ ବର୍ଷା ପୋଷ୍ଟ ଜାରି ରହୁଛି। ଗତ ଜୁନ୍ 1ରୁ ଆଜି ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷାଠାରୁ ମୋଟ 9% କମ୍ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ 10ଟି ଜିଲ୍ଲାରେ ନିୟନ୍ତ୍ରଣ ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପୁଣି 2 ଜଣ ବିଧାୟକଙ୍କୁ ଝଟକା। ହାଇକୋର୍ଟ ପଠାଇଲେ ନୋଟିସ। ପୁଣି 2 ଜଣ ବିଧାୟକଙ୍କୁ ଲାଗିଛି ବଡ଼ ଝଟକା। 2ଟି ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ରାଉରକେଲା ବିଧାୟକ ତଥା ସାରଦା ପ୍ରସାଦ ନାୟକଙ୍କୁ ନୋଟିସ ଦିଆଯାଇଥିବା ବେଳେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲାକିଆଙ୍କୁ ମଧ୍ୟ ନୋଟିସ ଦିଆଯାଇଛି। ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରଜ୍ଜୁ ମାମଲାରେ ହାଇକୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି। ନାମାଙ୍କନ ବେଳେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଶୁଣାଣି ହୋଇଥିଲା। ସେପ୍ଟେମ୍ବର ମାସରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ମଧ୍ୟ କୁହାଯାଉଛି। ଆଜି ସନ୍ଧ୍ୟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ। ଏସବୁ ଉପରେ ଫୋକସ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଯିବେ। ନୂଆଦିଲ୍ଲୀର ଭାରତ ମଣ୍ଡପରେ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସାରା ଦିଲ୍ଲୀ ଗସ୍ତ କରିବେ। ଏନ୍ଏଚ୍ଏ କର୍ତ୍ତୃପକ୍ଷଙ୍କ ସହିତ ଓଡ଼ିଶା ଜାତୀୟ ରାଜପଥ ନେଇ ଆଲୋଚନା କରାଯିବ। ଏହା ସହିତ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରେଳ ପ୍ରକଳ୍ପ ପରେ ଜାତୀୟ ରାଜପଥ ଏବଂ ସଡ଼କ ପଥ ପ୍ରକଳ୍ପ ଉପରେ ମଧ୍ୟ ରାଜ୍ୟ ସରକାରଙ୍କ ଫୋକସ୍ ରହିଛି। ରାଜ୍ୟକୁ ନୂତନ ପ୍ରକଳ୍ପ ଆସିବା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଆଲୋଚନା କରିବେ। ପୁରୀରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ସହିତ ବଜ୍ରପାତ। ଜଣେ ମହିଳାଙ୍କ ଜୀବନ ଗଲା ଏବଂ 8 ଜଣ ଆହତ। ପୁରୀରେ ପ୍ରବଳ ବର୍ଷା ଏବଂ ଘଡ଼ଘଡ଼ି ସହିତ ବଜ୍ରପାତ ହୋଇଛି। ଫଳରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ 8 ଜଣ ଆହତ ହୋଇଛନ୍ତି। ଇତନା ଭୋଇ ସାହିରେ ଏହି ବଜ୍ରପାତ ଘଟିଛି। ତେବେ ସମସ୍ତ ଆହତଙ୍କୁ ପୁରୀ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆସନ୍ତାକାଲି ପାଇଁ 18ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ହୀରାକୁଦ ନଦୀବନ୍ଧ ବିସ୍ଥାପିତଙ୍କୁ ଡିସେମ୍ବର ଶେଷ ସୁଦ୍ଧା ମିଳିବ ଜମିପଟ୍ଟା। ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଜମିପଟ୍ଟା ଦିଆଯିବ ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଜମିପଟ୍ଟା ଦେବା ଲାଗି ମନ୍ତ୍ରୀ ପୂଜାରୀ ଝାରସୁଗୁଡ଼ାରେ ଏକ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି।
70 ବର୍ଷ ବିତି ଯାଇଥିଲେ ମଧ୍ୟ ନ୍ୟାୟ ମିଳିପାରିଥିବା ନେଇ ପରିବାରକୁ ଡିସେମ୍ବର 31 ସୁଦ୍ଧା 10ଟି ସିମେଣ୍ଟ ଲେଖାଏଁ ଜମି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ମଧ୍ୟ କହିଛନ୍ତି। ସୂଚନା ଅନୁସାରେ ହୀରାକୁଦ ନଦୀ ବନ୍ଧ ହେବାରେ 46ଟି ରାଜସ୍ୱ ଗ୍ରାମ ମଧ୍ୟ ଜଳମଗ୍ନ ହୋଇଯାଇଥିଲା। ସାଙ୍ଗମାନଙ୍କ ସହିତ ବୁଲିବାକୁ ଆସି ଡ୍ୟାମ୍ରେ ବୁଡ଼ିଗଲେ ଯୁବକ। କଟକ ଚୌଦ୍ୱାର ମଙ୍ଗରାଜପୁର ସ୍ଥିତ ଡମଣାମଣି ଡ୍ୟାମ୍ରେ ଏକ ଅଘଟଣ ଘଟିଛି। ଡ୍ୟାମ୍ରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଛନ୍ତି। ନିଖୋଜ ଯୁବକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ଘର ବିରିଟିଆ ଅଞ୍ଚଳର ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ କେତେଜଣ ସାଙ୍ଗ ଢମଣମଣି ଡ୍ୟାମ୍କୁ ବୁଲିବାକୁ ଆସିଥିଲେ। ପରେ ସାଙ୍ଗମାନଙ୍କ ଡ୍ୟାମ୍ରେ ମଧ୍ୟ ଗାଧୋଉଥିଲେ। ସେତିକିବେଳେ ଜଣେ ଯୁବକ ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଏହାକୁ ନେଇ ସାଙ୍ଗମାନେ ତୁରନ୍ତ ସ୍ଥାନୀୟ ଅଗ୍ନିଶମ କର୍ମଚାରୀଙ୍କୁ ସେମାନେ ମଧ୍ୟ ଖବର ଦେଇଥିଲେ। ନିଜକୁ ସ୍ୱଚ୍ଛ ପ୍ରମାଣିତ କରନ୍ତୁ, ଏହା କହିଛନ୍ତି ସେବୀ ଅଧ୍ୟକ୍ଷ। ସେବୀ ଅଧ୍ୟକ୍ଷ ମାଧବୀ ପୁରୀ ଭୁଜ ଅଫସୋର କମ୍ପାନୀର ପୁଞ୍ଜି ନିବେଶ କରିଥିବା ନେଇ ସ୍ୱୀକାର କରିଛନ୍ତି। ତାଙ୍କର ସିଙ୍ଗାପୁର ଏବଂ ଭାରତୀୟ ଏକ୍ସଚେଞ୍ଜ ଫାର୍ମାରେ ଗ୍ରାହକଙ୍କ ସହିତ ଡିଲ୍ ସମ୍ପର୍କରେ ନିଜର ସ୍ୱଚ୍ଛତା ପ୍ରମାଣ କରିବାକୁ ଆମେରିକା ରିସର୍ଚ୍ଚ ଫର୍ମ ହିଣ୍ଡନବର୍ଗ ମାଧବୀଙ୍କୁ ଆହ୍ୱାନ ଦେଇଛି। ହିଣ୍ଡନବର୍ଗର ସଦସ୍ୟତମ ଅଭିଯୋଗ ସେବୀର ବିଶ୍ୱସନୀୟତା ଉପରେ ଆକ୍ରମଣ ଏବଂ ଚରିତ୍ର ହରଣ କରିବାକୁ ଉଦ୍ୟମ କରିଛି। ମାଧବୀ ଏବଂ ତାଙ୍କ ସ୍ୱାମୀ ମନ୍ତବ୍ୟ ଦେଇଥିଲେ। ଏହାପରେ ରିସର୍ଚ୍ଚ ଫର୍ମସ୍ ଏକ୍ସରେ ଏକାଧିକ ପୋଷ୍ଟ ଜରିଆରେ ମଧ୍ୟ ଜବାବ ଦେଇଛି। ପେଟ୍ରୋଲ ଉପରେ ଡିଜେଲରେ ଇଥାନଲ ମିଶାଇବେ କେନ୍ଦ୍ର ସରକାର। ଭାରତରେ ପେଟ୍ରୋଲ ପରେ ଏବେ ଡିଜେଲରେ ଇଥାନଲ ମିଶ୍ରଣ ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ସରକାର ଏଥିପାଇଁ ଏକ ନୂତନ ଯୋଜନାର ମୂଲ୍ୟାଙ୍କନ କରୁଛନ୍ତି, ଯାହା କାର୍ଯ୍ୟକାରୀ ହେବା ପରେ ପେଟ୍ରୋଲ ପରେ ଡିଜେଲରେ ଇଥାନଲକୁ ମିଶ୍ରଣ କରିବା ସମ୍ଭବ ହେବ। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ପେଟ୍ରୋଲରେ 20% ଇଥାନଲ ମିଶ୍ରଣ କରିବାର ଲକ୍ଷ୍ୟ ହାସଲ କରିବା ଦିଗରେ ସରକାର ସଫଳତାର ନିକଟତର ହେଉଥିବା ବେଳେ ଡିଜେଲରେ ମଧ୍ୟ ଇଥାନଲ ମିଶ୍ରଣ କରିବାକୁ ଚାହୁଁଛନ୍ତି। ପେଟ୍ରୋଲରେ 20% ଇଥାନଲ ମିଶ୍ରଣ କରିବାକୁ ସରକାର ଧାର୍ଯ୍ୟ କରିଥିବା ନେଇ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା 2 ବର୍ଷ ମଧ୍ୟରେ ହାସଲ ହେବ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରୁ ହଟିବେ 102 ଜଣ ପୋଲିସ କର୍ମଚାରୀ। ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ 102 ଜଣ ପୋଲିସ କର୍ମଚାରୀଙ୍କୁ ହଟାଇ ଦିଆଯିବ। ସେମାନଙ୍କ ସ୍ଥାନରେ ପିଏସ୍ଓ, କମିଶନରେଟ୍, ଏଡିଆର୍ପି ଏବଂ ସ୍ୱତନ୍ତ୍ର ସୁରକ୍ଷା ବଳରେ ନିୟୋଜିତ କନେଷ୍ଟବଳ ଏବଂ ହେଡ୍ କନେଷ୍ଟବଳମାନଙ୍କୁ ନିୟୋଜିତ କରାଯିବ। ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଉଛି। ସୁରକ୍ଷାରୁ ହଟିଥିବା ଅଧିକାଂଶ ପୋଲିସ ଗୁଳି ବିନିମୟରେ ବିଫଳ ହୋଇଥିଲେ। ଏହା ବ୍ୟତୀତ ଅନନ୍ୟ କାରଣରୁ ତାଙ୍କୁ ହଟାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଉଛି। ଧନ୍ୟବାଦ ଆମ ସହିତ ଥିବାକୁ। ଆଶା କରୁଛୁ ଆପଣ ଆମ ଭିଡ଼ିଓଟିକୁ ଉପଭୋଗ କରିଛନ୍ତି। ଯଦି ଆପଣଙ୍କୁ ଏହା ଭଲ ଲାଗିଥିଲା ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଆମେ ଆପଣଙ୍କ କମେଣ୍ଟ ବା ମତାମତର ଅପେକ୍ଷାରେ ରହୁଛୁ। ପରବର୍ତ୍ତୀ ଭିଡ଼ିଓ ପାଇଁ ଜଡ଼ିତ ରୁହନ୍ତୁ ଏବଂ ଆସନ୍ତା ସମୟ ପର୍ଯ୍ୟନ୍ତ ଆପଣଙ୍କ ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଆଲୋକ ବର୍ଷା ହେଉ।